ଆଣ 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 କ'ଣ ସକାଳୁ ସକାଳୁ ଆଜି କ'ଣ କରୁଛନ୍ତି ମ୍ୟାଡ଼ାମ? ଗୁଡ୍ ମର୍ଣ୍ଣିଂ। କ'ଣ ପରଟା ଏଇଟା କ'ଣ ଆଳୁ ସବଜି? ଆଳୁ କ'ଣ ନୂଆ ଷ୍ଟାଇଲରେ କାଟିଛ? ଓହୋ, ଆହୁରି ସିଆଡ଼େ ଚାଲିଛି ପଡ଼ିଯିବ। ହଉ, ସୋ ଫ୍ରେଣ୍ଡସ୍ ଗୁଡ୍ ମର୍ଣ୍ଣିଂ ଆଣ୍ଡ ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଦି ବାକ୍ୟା ଫ୍ୟାମିଲି ବ୍ଲଗ୍ସ। ତ ସାଙ୍ଗମାନେ ଦେଖନ୍ତୁ, ଆଜି ସକାଳୁ ସକାଳୁ ଗେଲି ପରଟା ସହିତ ଗୋଟେ ଆଳୁର ନୂଆ ଡିଜାଇନ୍ ଗୋଟେ କରିଦେଇଛନ୍ତି। ତ ଚାଲ ଆଜି ଫଟାଫଟ ଖାଇକି ତାପରେ ଆପଣମାନଙ୍କ ସହିତ କଥା ହେବା, କ'ଣ ହେଇଛି, କ'ଣ ଆଜି ଦିନଟା କେମିତି ଯାଉଛି, କ'ଣ ପ୍ରୋବ୍ଲେମ୍ ହେଇଛି, ସବୁ ଆପଣମାନଙ୍କ ସହିତ ସେୟାର କରିବା। ତ ଫଟାଫଟ ଖାଇଦେବା। ଆଜି ଗେଲି ବୋଧେ ଟିକେ ଖୁସି ଅଛନ୍ତି, ସେଥିପାଇଁ ସକାଳୁ ସକାଳୁ ଆଜି ପରଟା କରିଦେଇଛନ୍ତି। ତ ସାଙ୍ଗମାନେ ମୋତେ ତ ମାନେ ପରଟା ସହିତ ଭଜା ମୋତେ ଭାରି ପସନ୍ଦ ଲାଗେ। ଆଉ ଆଳୁ ଭଜା ତ ମୋର କହିବାବେଳେ ଫେଭରେଟ୍ରୁ ଗୋଟେ ୱାନ୍ ଅଫ୍ ମାନେ ନମ୍ବର ଅଫ୍ ଫେଭରେଟ୍ ଆଳୁ ଭଜା ମୋର। କେମିତି ଦେଖାଯାଉଛି ଦେଖୁଛନ୍ତି ତ? ମ୍ୟାଡ଼ାମ ଗାଡ଼ି ଚାବି, ଗାଡ଼ି ଚାବି। ସୋ ଫାଇନାଲି ସାଙ୍ଗମାନେ ବର୍ତ୍ତମାନ ମ୍ୟାଡ଼ାମ ମୋର ତ ଜଳଖିଆ ଟିଫିନ୍ ସରିଲା, ଆଉ ମ୍ୟାଡ଼ାମ ମିଳିଗଲା ବାଇକ୍ ଚାବି। ତ ମ୍ୟାଡ଼ାମ ସେପଟେ ଜଳଖିଆ କରୁଛନ୍ତି, ତ ମୁଁ ଯାଏ ଟିକେ ବାହାରେ କାମ ଅଛି, ତ ଯିବି। ଆଉ ଗାଡ଼ିରେ ଟିକେ ପ୍ରୋବ୍ଲେମ୍ ଅଛି। ଗାଡ଼ିରେ କ'ଣ ଯେତେ ପିକଅପ୍ ନେଲେ ବି ମାନେ ଗିୟର ଚେଞ୍ଜ କଲେ କ'ଣ ଗୋଟେ ସାଉଣ୍ଡ ଆସୁଛି, ଆଉ କେତେ କଲେ ବି ଗାଡ଼ି ରେଜ୍ ହେଇଯାଉଛି, ଆଉ ଗାଡ଼ିର ପିକଅପ୍ ନେଉନି, ପୁରା ସ୍ଲୋର, ମାନେ ସାଇକେଲଠୁ ଆହୁରି ସ୍ଲୋର ଯାଉଛି। କ'ଣ ହେଇଯାଇଛି ଗାଡ଼ିକି ଯାଇକି ଟିକେ ଦେଖେଇବା। ତ ଚାଲ। କୋଉ କାରଣ ଯୋଗୁଁ ଗୁରା ସବୁ ହଉ। ଫିଲ୍ଟର ଆହୁରି ମଝିରେ ପଡିଥିଲା ରେ, ଦେଖୁନ କେମିତି ହେଇଯାଇଛି, ପଡିକି ରହିଲେ ଇନ୍ତି ହେଇଯିବ ହେଲା। ଆଉ କେତେ ସଫା କରିବାର ଅଛି, ପେଟ୍ରୋଲ ପକେଇବି। ଆଉ ସେ 8ଟା ଫିଲ୍ଟର ସେ 5000 କିଲୋମିଟର ତାର ନେଇଯିବ କାପାସିଟି ତାର, ଇଏ 5000 ନବନି। ସବୁ ଚାରିଆଡୁ କାଢି ପୋଷ୍ଟମର୍ଟମ ହେଇଯାଇଛି ରେ। ମୁଁ ବଡ କଷ୍ଟରେ ଆଇଛି ତମ ପାଖକୁ ଆଇଲି। ହେଠି ବ୍ରହ୍ମପୁର ଯାଇଥିଲି, କିନି ଲାଗିଲା, ରିଟର୍ନ ଆଇଲି, ଆସ୍କାର୍ଡ ପ୍ରୋବ୍ଲେମ ଦେଖେଇଥିଲା, ଆଉ କେତେ ମୁଡ଼ିଲେ ହେଲେ ଗଲାନି ହେଲା। 40 ଟଙ୍କା ରହିଲା। ମୁଁ ଭାବିଲି କିନ୍ତୁ ଗୋବରା ପହଞ୍ଚିବି, ଆଇଲା ବେଳୁ ତମେ ନଥିଲ। ଯୋଉ ବ୍ରହ୍ମପୁର ଯାଇଥିଲ ନା? ବ୍ରହ୍ମପୁର ଯାଇଥିଲ ପରଦିନ କହିଲିନି ସେ ଯୋଉ ଏଇଟା ଆଣ ବୋଲି। ହଁ, ତମେ କହିଲ ନାଇଁ ଅଧିକ ହେଇଛି ହେଲେ ସେଇଟା ନେଇକି ପଳେଇଛି, ଆଉ ବନ୍ଦ। ହଉ, ଏବେ ମୁଁ କେତେବେଳେ 3ଟା ବେଳକୁ ଫୋନ କରୁଛି। ଫ୍ରେଣ୍ଡସ୍, ଆପଣମାନେ ଦେଖିଲେ ତ ଗାଡିର ମୋର କୋଉ କଣ୍ଡିସନରେ କ'ଣ। ଗାଡି ସେପଟେ ପଡିଛି ମେକାନିକାଲ ପାଖରେ ଗ୍ୟାରେଜରେ। ଆପଣ ମୁଁ ଆସି ଦେଖିବା କ'ଣ ଖିଆ ପିଆ ସବୁ ଗେଲି ରୋଷେଇ କରିଛନ୍ତି। ତ ସକାଳୁ ତ ସବୁ ପରଟା ରୋଷେଇ ହେଇଥିଲା। ଏବେ କ'ଣ କରୁଛନ୍ତି? କ'ଣ କରୁଛ? ନିଦ୍ରା ଦେବି, ଯେହେତୁ ମୁଁ ଆସିଲା ଟିକେ ଲେଟ୍ ହେଲାଣି। ମ୍ୟାଡାମ ଟିକେ ନିଦ ଆସିଲାଣି, ଖାଇ ପିଇକି ଟିକେ ରେଷ୍ଟ ନେଇଥାନ୍ତେ। ମୋ ପାଇଁ ବେଲି ଚେଇଁକି ଅଛନ୍ତି। କ'ଣ କରିବା, ଏପଟେ ଆଜି ପୁରା ଓଡିଆ ଖାଦ୍ୟ, ମାନେ ଛତୁ ପୁରା ଦେଖନ୍ତୁ, ଛତୁ ତେଲ ଭଜା, ଏପଟେ ଟମାଟୋ ଫମାଟୋ ସବୁ ମ୍ୟାଡାମ ଟମାଟୋ ଲଙ୍କା ଲୁଣ ପୁରା ମନ୍ଥିକି ଦେଇଦେବେ। ଏପଟେ ଭାତ ସହିତ ସେ ଛତୁ ଭଜା ଟମାଟୋ ଲୁଣ ଭଜା ପଳେଇବ। ନା କ'ଣ କହୁଛ? ରେଡି କର, ପୁଣି ଆଉ ଥରେ କେତେବେଳେ ଯିବା, ଗାଡି ଫାଡି ଧରିକି ଆସିବା। କ'ଣ ରେଡି କର ତମେ। ତ ସାଙ୍ଗମାନେ କାହିଁକି ଏମିତି ହଉଛି, ମାନେ କିଛି ଏବେ ଗେଲି ଘରେ ଥିଲୁ, ମୋବାଇଲ ଟା ପଡିକି ଭାଙ୍ଗିଗଲା। ସେଠୁ ଆସିଲା ଏବେ ଗାଡିର ପ୍ରୋବ୍ଲେମ। କାହିଁକି ଆମ ସହିତ ଏତେ ସବୁ ପ୍ରୋବ୍ଲେମ ହଉଛି, ନା କ'ଣ କହିବେ ଗେଲି? ଖାଇବା ପିଇବା ତାପରେ କଥା ହବା, ଗାଡି ଫାଡି ନେଇକି ଆସିବା। ଆଜି ପୁଣି ବହୁତ କଥା ଅଛି। ଚାଲ, ଟମାଟୋ ରେଡି କରିଦିଅ। 6.5 hours later. ତ ସାଙ୍ଗମାନେ ପାଖାପାଖି ଦିନ 4-5 ଘଣ୍ଟା ଲାଗିଲା। ଆଉ ବାଇକଟା ମାନେ ଏବେ ବର୍ତ୍ତମାନ ନେଇକି ଆସିଲି ସନ୍ଧ୍ୟାରେ। ଗାଡିଟା ଠିକ ହେଇଗଲା, କିନ୍ତୁ ସାଙ୍ଗମାନେ ମାନେ କହିବାକୁ ଗଲେ ଗାଡିଟା ପୁଣି
ମାନେ ଗୋଟେ 50-60% ଠିକ୍ ହେଇଛି। ପୁଣି ଅଛି ଯେହେତୁ ମୋ ପାଖରେ ଟିକେ ସମୟ ନାହିଁ ଆଉ ତ ସେଥିପାଇଁ ଯାହା ଯେମିତି ଅଳ୍ପ ହେଲା ମୁଁ ତିଆରି କରିକି ନେଇକି ପଳେଇ ଆସିଲି। ଆଉ ଯାହା କିଛି ତାର ଯାହା ମେଣ୍ଟେନାନ୍ସ ଅଛି ଆଉ ପରେ କରିବା, କାହିଁକିନା ଆଉ ମୋ ପାଖରେ ସମୟ ନାହିଁ। କାହିଁକିନା କାଲି ମୁଁ ଗୋଟାଟେ ଯାଉଛି ଗେଲିକି ଛାଡ଼ିକି 2 ଦିନ ପାଇଁ ମୁଁ ଯାଉଛି ଟିକେ ବାହାରକୁ। ଆଉ କୁଆଡ଼େ ଯାଉଛି କ'ଣ ଆପଣମାନଙ୍କୁ ତ ନିହାତି କହିବି। ଗେଲି 2 ଦିନ ପୁରା ଘରେ ଏକା ରହିବେ। ଆଉ ଯୋଉଥିପାଇଁ ମୁଁ ତ ରହିବିନି, ଆଉ ଗାଡ଼ି ତ ସେଠି ଗ୍ୟାରେଜରେ ରଖିଲେ ହବନି। ସେଥିପାଇଁ ଯାହା ଟିକେ ଅଳ୍ପ ବହୁତ ତିଆରି କରିକି ନେଇକି ପଳେଇ ଆସିଲି। ଆଉ ବାକି ଯାହା ଅଛି ପୁଣି ଅଏଲ ଚେଞ୍ଜ ଆଉ କିଛି କିଛି କାମ ଅଛି। ଆଉ ସେଇଟା ପୁଣି ମୁଁ ଆସିଲେ ଆଉ ସପ୍ତାହ ପରେ ଦେଖିବା, ତାପରେ ଗାଡ଼ି ଠିକ୍ କରିବା। କିନ୍ତୁ ମୁଁ କୁଆଡ଼େ ଯାଉଛି କ'ଣ ସାଙ୍ଗମାନେ ସେଇଟା ଆପଣଙ୍କୁ ତ ନିହାତି କହିବି। ଖାଲି ରହିଲା ଗେଲି କେମିତି କ'ଣ ଏକା ରହିବେ ସେ, ଆଉ ସେଇଟା ଗୋଟେ ଲାଗୁଛି ଚିନ୍ତା ଲାଗୁଛି। କିନ୍ତୁ ତାଙ୍କ ପରାମର୍ଶ ନେଇକି ହିଁ ମୁଁ ଯାଉଛି। ଗେଲିକି ପଚାରିଲେ ତ ମୋର ଯିବାର ଅଛି, ଯିବି ନା ନାଇଁ ନା କ'ଣ, ତ ଗେଲି କହିଲେ ଯାଅ। ତ ଦେଖିବା ଆଉ ଗେଲି ଆସନ୍ତୁ, ତାଙ୍କ ସହିତ କଥା ହେବା କ'ଣ। ଆଉ ସାଙ୍ଗମାନେ ମୁଁ କୁଆଡ଼େ କ'ଣ ଯାଉଛି ତ ଆପଣମାନଙ୍କୁ ନିହାତି ଜଣେଇ ଦେଉଛି। ଆଉ ମୁଁ ଯାଉଛି ବୋଲବମ୍। ଆଉ ଯେହେତୁ ୟା ଆଗରୁ ବି ମୁଁ ଗୋଟେ 3-4 ଥର ଖଣ୍ଡେ ଯାଇଛି, ଆଉ ଗୋଟେ ବର୍ଷ ଅଛି। ତାପରେ ଯଦି ହେଲା ଇନ୍ ଫ୍ୟୁଚର ଆଉ ଥରେ 2 ଥର ଯିବା। କିନ୍ତୁ ଯେହେତୁ ମୋର ଥିଲା ଗୋଟେ 5 ବର୍ଷ ଯିବାର, ତ ଏ ବର୍ଷ ତ ଗେଲି ପାଖରେ ଅଛନ୍ତି। ଆଉ ତାଙ୍କ ପାଖରେ କିଏ ଗୋଟେ ରାତିରେ, କାହିଁକିନା ଏକା ରହିଲେ ସେ ଘରେ ଡରିବେ, ତ ତାଙ୍କୁ ଗୋଟେ ତାଙ୍କ ସାଙ୍ଗ ଜଣେ ତାଙ୍କୁ ଘଡ଼ି କରିଦେଲେ ଆଉ ତାହେଲେ ଠିକ୍ ହେଇଯିବ, କିଛି ଅସୁବିଧା ନାହିଁ। ତ ବାକି ହେଇଯାଇଛି, ଆଉ କାଲି ମୁଁ ଯିବି। ତ ଦେଖୁଛି ମୁଁ କ'ଣ କ'ଣ ସବୁ ମୋର ରେଡ଼ି ହେଇଛି କ'ଣ। ତ ଚାଲ। ଫ୍ରେଣ୍ଡସ୍ ଏପଟେ ଗେଲି ବସୁଛନ୍ତି, ମୋର ସବୁ ବୋଲବମ୍ ପ୍ୟାଣ୍ଟ ସାର୍ଟ କ'ଣ କେଉଁ ଅବସ୍ଥାରେ ଅଛି ତାକୁ ସାଇତି ସଜାଡ଼ୁଛନ୍ତି। ଯେହେତୁ କାଲି ତ ମୋତେ ବାହାରିବାକୁ ପଡ଼ିବ ସକାଳୁ ସକାଳୁ ବଡ଼ି ଭୋରରୁ। ଏଇ ରହିଲା ସାଙ୍ଗମାନେ ମୋର ବୋଲବମ୍। ଦେଖନ୍ତୁ ଇଏ ରହିଲା ଗୋଟେ ଗାମୁଛା, ଇଏ ରହିଲା ଆଉ ଗୋଟେ ଗାମୁଛା, ଦେଖିପାରୁଛନ୍ତି। ହଁ ସେଇ ଗାମୁଛା ଷ୍ଟଲ୍ ସେଇ ଯାହା ୟୁଜ୍ ହବ ସବୁ। ଦେଖନ୍ତୁ ଏ ରହିଲା ଶିବ ପାର୍ବତୀ ଗଣେଶ, ଓମ୍ ନମ ଶିବାୟ। ଏସବୁ ଯେହେତୁ ମୁଁ ଆଗରୁ ବି ବୋଲବମ୍ ଯାଇଛି ତ ମୋର ସେସବୁ ଅଛି, ଏବେ କିଛି ନୂଆ ନେଇନି। ଏପଟେ ଆଉ ଗେଲି ଆଉ ଗୋଟେ ପ୍ୟାଣ୍ଟ ଧରିଛନ୍ତି। ଆଉ ଇଏ ରହିଲା ମୋର ବୋଲବମ୍ ବ୍ୟାଗ୍, ଏସବୁ ସଜାଡୁଛନ୍ତି ଗେଲି। ରଖ ନାଇଁ ସକାଳୁ ତ ପିନ୍ଧିକି ଘରୁ ବାହାରିବାକୁ ପଡିବ, ଆଉ ଗଲେ ନଦୀରେ ସବୁ ପୂଜା ଫୂଜା ହବ, ସବୁ ହବ। ଆଉ ଏପଟେ ସାଙ୍ଗମାନେ ମୋର ଏଇ ଦେଖନ୍ତୁ ମୁଁ ଦେଖେଇ ଦଉଛି, ଏପଟେ ମୋର ଅଛି ବାହୁଙ୍ଗି। ନାଇଁ କିଛି ନାହିଁ, ଓକେ ଅଛି। ତ ସାଙ୍ଗମାନେ ଦେଖିଲେ ଏଇ ରହିଲା ମୋର ବୋଲବମ୍ ବାହୁଙ୍ଗି। ନା ଆହୁରି ସେଇଥିରେ କଳସ ରହିବ, ଯୋଉଟା କି ସାଙ୍ଗମାନେ କଳସ ବି ସବୁ ରେଡି କରିଦେଇଛନ୍ତି ଗେଲି। ସେ ସବୁ ତଳେ ଘରେ ଅଛି, କଳସ ନଡିଆ ସବୁ ଝୁଲିବ ହବ ହେଲା। ଶିକା ଫିକା ସବୁ ଠିକ ଅଛି ନା, ସବୁ ଠିକ ଅଛି। ଟିକେ ଅସନା ହେଇଯାଇଛି ଘରେ ରହିକି, ଆଉ ଫିଟା ହଉନି, ଫିଟେଇଲେ ଆଉ ଥରେ ଗୁଡେଇ ହବ ହେଲା। ଏସବୁ ଅଛି ଯାହା ଛୋଟିଆ ମୋଟେ କେତେଟା କ'ଣ। ଏଠି ଗୋଟେ ଦେଖନ୍ତୁ କେମିତି ଅଛି, ଶିବଲିଙ୍ଗ ଅଛି। ଏପଟେ ଓମ୍ ଓମ୍, ଏଠି ସର୍ପ। ଧୂଳି ମୂଳି ଅଛି, ନଦୀରେ ସବୁ ଧୁଆ ହବ, ପୂଜା ଅର୍ଚ୍ଚନା ହବ, ଗଙ୍ଗା ଜଳ ଛିଞ୍ଚା ହବ। ହଁ ସବୁ ଛିଞ୍ଚେଇକି ପୂଜା କରିକି ତାପରେ ପାଣି ଭାର ନିଆହବ। ବହୁତ କିଛି ଅଛି, ଯଦି ମୁଁ ବ୍ଲଗ୍ କଲି ତମେ ଦେଖିଦବ। ଆଉ ତ ଆପଣମାନେ ବି ମୋର ନେକ୍ସଟ ଟାଇମ୍ ଯାହା ଯେତିକି ବ୍ଲଗ୍ସ ଆସିଲା ଦେଖିବେ। ଗେଲି ତ କରିଥିବି, ମୁଁ ବାହାରେ ଥିବି, ଆଉ ବୋଲବମ୍ ଭିତରେ ବି କେତେ କଷ୍ଟ ସହିବାକୁ ପଡିବ। ଯିବା 2 ଦିନ ତ ମୁଁ ରହିବିନି, 3 ଦିନ ପରେ ଆସିବି ସୋମବାର। ଆଉ ତ ଦେଖିବା କ'ଣ ହଉଛି କ'ଣ। ଆଉ ତମେ କ'ଣ କହୁଛ ମ୍ୟାଡାମ, ରହିପାରିବ ତ? ରହିଯିବି ଏକୁଟିଆ, ଏତେ ସ୍ଲୋରେ କହିଲେ କେମିତି ଶୁଭିବ? ଆମର ଗୋଟେ ଝିଆରି ଆସେ, ହଁ ତମେ ପଳାଅ ଧରି ନଡ ନଡ କରିପାରିବେ ନା, ସେପଟେ ଏପଟେ ସେପଟେ ରହିଲେ ତାକୁ ଖାନ୍ଦେରେ ରଖିକି ଆହୁରି ମାନେ ମଝିରେ ମଝିରେ ନାଇଁ ତାକୁ ରଖାଯାଇଛି, ହାତ ଧରାଇ ନଥିବ, ସେ ତାଜେ ଥିବ, ଆମେ ତାଜେ ଚାଲିଥିବ। ଏପଟେ ଏମିତି ମୁଣ୍ଡ ପୁରା ଟେକିବା ପାଇଁ ନାହିଁ, ଏପଟ ନ ହେଲା। ଆଗ ଗୋଟେ କରିକି ଏମିତି ଆଉ ଥରେ ଏପଟ ପକେଇବ, ଏମିତି ବୁଲେଇକି।
बहुत नियम अच्छी से पाठ अलगा जो मैंने जाऊँच से जानुंट ओके तो फ्रेंड्स ए रहा मोर बोलबम यात्रा आरंभ हम केमती कौन देखा आ मैडम तो एपटे एकुटिया देखा मैडम घर ब्लॉग करदेवे मु बोलबम टिके टिके करके आपण मान ट्राई करी ए बोलबम टायर्ड भितर भी एडिट करके ब्लॉग टा पकेया देखिए जदि पके पारे तो आपण मैंने जमी कंटिन्यूसली देखुं सेमती देखिए ना लेट्रे देखिए ना कौन कौन कहली हौ कौन नड़ नड़ कह मैडम कहते यहीटा भारटा तो एत भारी आ तुम केमती नहीं जीव ना पड़ो ସେଇଟା ଖାନ୍ଦିରେ ପଡିଲା ମାନେ ବାଟରେ ତ ଗୋଟେ ରଖି ହବନି କି ତଳେ ଲଗେଇ ହବନି ତାକୁ ନେଇକି ଯିବାକୁ ହିଁ ପଡିବ ହର ହର ବମ୍ ଭୋଲା ବାବା ପାର କରେଗା ଚାଲ ତାକୁ ସଜେଇକି ରଖିଦ ଆଜି ଜଲ୍ଦି ଜଲ୍ଦି ସାଙ୍ଗମାନେ ଏଇ ବ୍ଲଗ କୁ ଏଡିଟ କରିକି ଅପଲୋଡ କରିବାର ଅଛି ଜଲ୍ଦି ଶୋଇବାର ଅଛି ସକାଳୁ ବଡି ଭୋରରୁ ଉଠିକି ଆମର ଶ୍ରାବଣ ଯାତ୍ରା ମାନେ ବୋଲବମ୍ ଯାତ୍ରାକୁ ଆରମ୍ଭ କରିବା एथर मु जीवनानी भावुली गेली ही सहमत देते तुम तो अच्छी जाओ मु आडजस्ट कर 2 दिन कहीं आम गाँव बहुत आगु आमर एठू कटक खोर्धा एठू सेपट ब्रह्मपुर बहुत दूर दूर जाइए एथर ही अल्प बाट माने 2 दिन यात्रा रोटे गोटे थर आम 5-6 दिन यात्रा आगुरी था 2 दिन मात्र 50-60 किलोमीटर जीव देखा कौन हो कौन तुम कौन कह आम बोलबम यात्रा को नहीं तो सांग मैंने आज ब्लॉग को ये रखुचे देखा काली केमती कौन आम बोलबम यात्रा रोचे ना कौन बाकी रहा मैडम केमती एका रे घरे ओके ठीक अच्छे हो चल चल गुड नाइट तो सांग मैंने आपण मान गुड नाइट पुणी देखा आ गोटे नेक्स्ट ब्लॉग चलो दमदार ब्लॉग बोलबम ना से जो टाइड आई ब्लॉग कर पारिनी कहूँ सीना आसिले देखिबनी कि बोलबम पर मोर केमती कौन अवस्था हो रोच।